27 ଅଙ୍କେ ପୂର୍ବ ସମୁଦ୍ରରୁ ଲବଣ ଆସିବ ମାଡ଼ି ଉତ୍ତରରୁ ଗଙ୍ଗା ଉଜାଣି ବହିବ ତହିଁ ସଙ୍ଗେ ଦେବ ଧାଡ଼ି 22 ପାବଛେ ମୀନ ଖେଳୁଥିବ ସିଂହାସନରେ ବରୁଣ ମକ୍କା ମେଦିନାରେ ଘୋର ଯୁଦ୍ଧ ହେବ ମରିବେ ପଠାଣଗଣ। ତୃତୀୟ ବିଶ୍ୱଯୁଦ୍ଧ ଲାଗିଥିବ। ଏହି ସମୟରେ ଆପଣଙ୍କର ଗୋଟେ ଲଞ୍ଜା ନକ୍ଷତ୍ର ଛିଡ଼ିବ, ଲବଣ ଜଳେ ପଡ଼ିବ, ଆଘାତରେ ତାର ପୃଥ୍ୱୀ 100 ହାତ ଦୂରୁ କକ୍ଷ ହରା ହେବ। ଯଦି 7 ସେମି କକ୍ଷ ହରା ହେଉଛି ପୃଥିବୀ, 7 ସେମି କେତେ ବଡ଼ ଭୂମିକମ୍ପ ହେଉଛି ଯେ କୋଠା ଘର ସବୁ ଲେଉଟି ପଡ଼ୁଛି। ଇଏ ତ ହଉଛି 100 କିନ୍ତୁ ଇଏ ଆପଣଙ୍କର 100 ହାତ କକ୍ଷ ହରା ହେବ। ତାହେଲେ କଣ ନ ହବ? ସମୁଦ୍ରଟା ପାହାଡ଼ ହେଇଗଲେ ତା ଜଳରାଶି ଗୁଡ଼ାକ ଉନ୍ମତ୍ତ ସାଗର ହେବ ବଳିଆର ଖଣ୍ଡଗିରି ଦେଖି ଯିବ ପର୍ବତ ପରାୟ ଏ ସମୁଦ୍ର ରାଜା ଲହଡ଼ି ଘେନି ଆସିବ। ତେଣୁ ସମୁଦ୍ରଟା ପାହାଡ଼ ହେଇଗଲେ ତା ଜଳ ଗୁଡ଼ାକ ଭୁବନେଶ୍ୱରର ଖଣ୍ଡଗିରି ପାଦଦେଶରେ ଯାଇକି ଲାଗିବ। କି ମାନେ ମହାପୁରୁଷ କହିଛନ୍ତି ଯେ କି ବାରଣା ଖସିବେ ଚାରଣା ରହିବେ। ଆଜ୍ଞା, ତାମାନେ ଏଥିରେ ଲୋକ ସଂଖ୍ୟା ବି ବହୁତ କମିଯିବ। କିନ୍ତୁ ବହୁତ ଲୋକ ମରିଯିବେ, କିନ୍ତୁ ଭକ୍ତ ମରିବେ ନାହିଁ। ଚାନ୍ଦବାଲି ବାଲେଶ୍ୱର ଜିଲ୍ଲା ଚାନ୍ଦବାଲି ଯୋଉ ଗୋଳାବାରୁଦ କାରଖାନା ଅଛି, ତାପରେ ଆପଣଙ୍କର ବାଲୁଗାଁ ସେପଟେ ନାଭାଲ ଚିଲିକା, ଓଡ଼ିଶାରେ ବେନି ଜିଲ୍ଲା କ୍ଷତିଗ୍ରସ୍ତ ହେବ। ବାଲେଶ୍ୱର ଖୋର୍ଦ୍ଧା ପରେ ବମ ପଡ଼ିବ। ବାଲେଶ୍ୱର ଖୋର୍ଦ୍ଧା କହିଲେ ବାଲେଶ୍ୱର ଅର୍ଥ ଚାନ୍ଦବାଲି ଯୋଉ ତାଙ୍କର ଅଛି ଗୋଳାବାରୁଦ କାରଖାନା, ବାକି ଖୋର୍ଦ୍ଧାର ହଉଛି ଯୋଉଟା ଆପଣଙ୍କର ନାଭାଲ, ଏହାରି ଉପରେ ବମ୍ ପଡ଼ିବ। ଓଡ଼ିଶାର ବେନି ଜିଲ୍ଲା କ୍ଷତିଗ୍ରସ୍ତ ହେବ। ବାଲେଶ୍ୱର ଖୋର୍ଦ୍ଧା ପରେ ବମ୍ ପଡ଼ିବ। ତାକୁ ଅଚ୍ୟୁତାନନ୍ଦ ଲେଖିଛନ୍ତି। ଏତେ ଆଗରୁ ସେ କେମିତି କହିଛନ୍ତି। ତେବେ ଓଡ଼ିଶାକୁ ଟାର୍ଗେଟ ହଉଛି ଏଇ ଦିଟା ଜାଗା ପାଇଁ, ନାଇଁ କି? ଗୋଟେ ହଉଛି ଖୋର୍ଦ୍ଧା, ଗୋଟେ ହଉଛି ବାଲେଶ୍ୱର। ଯେହେତୁ ଖୋର୍ଦ୍ଧାଟା ହଉଛି ଆମର ଆଇଏନଏସ୍ ଚିଲିକା ପ୍ଲସ୍ କ୍ୟାପିଟାଲ, ତା ସହିତ ପୁଣି କଟକ ବି। ହଁ, କଟକ ବି ପଡ଼ିବ। ପୁରୀ କିଛି ଡେଞ୍ଜର ଅଛି? ସେ ପୁରୀଟା କ୍ୱଚିତ କ୍ଷତି ହବ ସେ ବମ୍ ହାତରେ, କିନ୍ତୁ ସୁନାମି ଅନ୍ୟ ଗୁଡ଼ାକ କ୍ଷତି ବେଶୀ ହବ ପ୍ରାକୃତିକ ବିପର୍ଯ୍ୟୟରେ, ନାଇଁ କି? କେବେ ଆମର ଯୋଉ ପୁରୀ ଯୋଉ ସୁନାମି ମାଡ଼ି ଆସିବା କଥା, ଯେତେବେଳେ 22 ପାହାଚ ମୀନ ଖେଳିବ, ଏଇଟା କଣ ଲାଗୁଛି ଆପଣଙ୍କୁ? ସମୟ ପାଖେ ଆସିଲାଣି? ଏଇଟା ହଉଛି 27 ମସିହାରେ। 27 ମସିହା, ଏତେ ନିକଟ? 27 ଅଙ୍କେ ପୂର୍ବ ସମୁଦ୍ରରୁ ଲବଣ ଆସିବ ମାଡ଼ି ଉତ୍ତରରୁ ଗଙ୍ଗା ଉଜାଣି ବହିବ ତହିଁ ସଙ୍ଗେ ଦେବ ଧାଡ଼ି 22 ପାବଛେ ମୀନ ଖେଳୁଥିବ ସିଂହାସନରେ ବରୁଣ ମକ୍କା ମେଦିନାରେ ଘୋର ଯୁଦ୍ଧ ହେବ ମରିବେ ପଠାଣଗଣ। ମାନେ ହିନ୍ଦୁ ମୁସଲମାନ ଯୁଦ୍ଧ ଲାଗିଥିବ। ସେ ପୁରା କହୁଛି, ଭାଇ ଅଚ୍ୟୁତାନନ୍ଦ ଲେଖିଲେ, ଶୁଣ ସୂର୍ଯ୍ୟ ଜନେ ଘନ ଘୋର ରଣେ ଅଥୟ ହେବ ଜଗତ ଭୀଷଣ ଗର୍ଜନେ ଅନିଳ ଥରାଇ ଛିଡ଼ିବ ଲଞ୍ଜା ନକ୍ଷତ୍ର। ମାନେ ଘନ ଘୋର ରଣେ ଅଥୟ ହେବ ଜଗତ। ତୃତୀୟ ବିଶ୍ୱଯୁଦ୍ଧ ଲାଗିଥିବ। ଏହି ସମୟରେ ଆପଣଙ୍କର ଗୋଟେ ଲଞ୍ଜା ନକ୍ଷତ୍ର ଛିଡ଼ିବ, ଯୁଦ୍ଧ ଇଆଡ଼େ ଚାଲିଥିବ। ଶୁଣ ସୂର୍ଯ୍ୟ ଜନେ ଘନ ଘୋର ରଣେ ଅଥୟ ହେବ ଜଗତ। ସମଗ୍ର ପୃଥିବୀ ଥରି ଉଠୁଥିବ ତୃତୀୟ ବିଶ୍ୱଯୁଦ୍ଧ ପାଇଁ। ଭୀଷଣ ଗର୍ଜନେ ଅନିଳ ଥରାଇ ଛିଡ଼ିବ ଲଞ୍ଜା ନକ୍ଷତ୍ର। ଲବଣ ଜଳେ ପଡ଼ିବ, ଆଘାତରେ ତାର ପୃଥ୍ୱୀ 100 ହାତ ଦୂରୁ କକ୍ଷ ହରା ହେବ। ମାନେ ସତ୍ୟଯୁଗ ଶେଷରେ ଆପଣଙ୍କର ସତ୍ୟ ପରେ ତ୍ରେତୟା ଯୁଗ, ତ୍ରେତୟା ଯୁଗ ଆରମ୍ଭ ହେଇନଥିଲା, ସତ୍ୟଯୁଗ ଶେଷ ଅବସ୍ଥା। ସେ ସମୟରେ ଗୋଟେ ଭୂମିକମ୍ପ ହେଇଥିଲା ଯେ ଆପଣଙ୍କର ତେଲେଙ୍ଗାନାରୁ ଶ୍ରୀଲଙ୍କାଟା ଅଲଗା ହେଇଗଲା। 24 ମାଇଲ ମାନେ ପାତାଳରେ ପଶିଗଲା। ସେପଟେ ସମୁଦ୍ର ଥିଲା, ଏତେ ସମୁଦ୍ର ଭିତରେ ମିଶିଗଲା। ଏତେ ବଡ଼ ଗୋଟେ ଛୋଟିଆ ଭୂମିକମ୍ପ ହେଲା ଯେ 24 ମାଇଲ ବା 12 କୋଶ ଆଜ୍ଞା ପଶିଗଲା ପାତାଳରେ। ଆପଣ ତେଲେଙ୍ଗାନାରୁ ଶ୍ରୀଲଙ୍କାଟା ଅଲଗା ହେଇଗଲା ସତ୍ୟଯୁଗ ଶେଷରେ। ସେଇ ଶ୍ରୀଲଙ୍କାରେ ରାଜା ହେଇଥିଲା ରାବଣ। ତାପରେ ରାବଣ ଯୁଦ୍ଧ ଆପଣମାନଙ୍କର ହେଇଥିଲା, ଛୋଟିଆ ଭୂମିକମ୍ପଟା ହେଇଥିଲା। କିନ୍ତୁ ଏବେ ଯେଉଁ ଭୂମିକମ୍ପଟା ହବ, ସେ ଲେଖିଲେ, ଶୁଣ ସୂର୍ଯ୍ୟ ଜନେ ଘନ ଘୋର ରଣେ ଅଥୟ ହେବ ଜଗତ ଭୀଷଣ ଗର୍ଜନେ ଅନିଳ ଥରାଇ ଛିଡ଼ିବ ଲଞ୍ଜା ନକ୍ଷତ୍ର ଲବଣ ଜଳେ ପଡ଼ିବ ଆଘାତରେ ତାର ପୃଥ୍ୱୀ 100 ହାତ ଦୂରୁ କକ୍ଷ ହରା ହେବ। ମାନେ ଯଦି 7 ସେମି କକ୍ଷ ହରା ହେଉଛି ପୃଥିବୀ, 7 ସେମି କେତେ ବଡ଼ ଭୂମିକମ୍ପ ହେଉଛି ଯେ କୋଠା ଘର ସବୁ ଲେଉଟି ପଡ଼ୁଛି।
7 ସେମି, ଇଏ ତ ହଉଛି 100 କିନ୍ତୁ ହାତ ଇଏ ଆପଣଙ୍କର 100 ହାତ ମାନେ ହବ କକ୍ଷରା ହବ। ତାହେଲେ କଣ ନ ହବ? ତାହେଲେ କେତେ ବଡ ଭୂମିକମ୍ପଟା ନ ହବ ଆପଣ ଚିନ୍ତା କରୁଥିବେ। ଇଆଡେ ତୃତୀୟ ବିଶ୍ଵଯୁଦ୍ଧ ଲାଗିଥିବ, ସିଆଡେ ଲନ୍ଦା ନକ୍ଷତ୍ର ପଡିବ ସମୁଦ୍ରରେ, ସମୁଦ୍ରଟା ପାହାଡ ହେଇଯିବ। ଆଚ୍ଛା, ଆଉ ନକ୍ଷତ୍ରଟା ପଡିଲେ ସମୁଦ୍ରଟା ପାହାଡ ହେଇଯିବ। ହେଇଯିବ ଆଉ କାହିଁକିନା ସୂର୍ଯ୍ୟ ଗୋଟେ ନକ୍ଷତ୍ର, ସେ ପୃଥିବୀର 2.5 ଗୁଣ। ଗୋଟେ ସୂର୍ଯ୍ୟ ପଡିଲେ ଏମିତି 2.5ଟା ପୃଥିବୀରେ ବଞ୍ଚିବେ ନାହିଁ, ବେଶୀ କିନ୍ତୁ ଗୋଟେ ନକ୍ଷତ୍ରଟେ ସେ ସୂର୍ଯ୍ୟ ବି, କିନ୍ତୁ ତାଠୁ ଗୋଟେ ଅତି ଛୋଟ ନକ୍ଷତ୍ରଟା ପଡିବ, ତେଣୁ ସମୁଦ୍ରଟା ପାହାଡ ହେଇଯିବ। ତେଣୁ ତାପରେ ପାହାଡ ହେଇଗଲେ ଜଳଭାଗ ସ୍ଥଳଭାଗ ହେଇଯିବ ଆଉ ସ୍ଥଳଭାଗ ଜଳଭାଗ ହେଇଯିବ। ଆଜ୍ଞା, ତେଣୁ ସ୍ଥଳ ଭାଗକୁ ପୁଣି 8 କୋଶ ମାଡ଼ି ପଡିବ। ମାନେ ସ୍ଥଳ ଭାଗରେ 8 କୋଶ ମାଡ଼ିକିରି ପଡିବ, ଜଳ ଭାଗରେ ତ ସବୁ ଯାଇକି ପଡିବ, ବାକି କିୟତାଂଶ ନକ୍ଷତ୍ରଟା ସ୍ଥଳ ଭାଗରେ 8 କୋଶ ମାଡ଼ିକି ପଡିବ। ତେଣୁ ସ୍ଥଳ ଭାଗର 8 କୋଶ ଗାଁ ବି ସବୁ ନଷ୍ଟ ହେଇଯିବ। ପୁରୀ ସମୁଦ୍ର କୂଳ ଠାରୁ ବା ବାଲେଶ୍ୱର କି କୁହନ୍ତୁ ଜଗତସିଂହପୁର କୁହନ୍ତୁ, ଏ ଅଞ୍ଚଳରୁ 8 କୋଶ ଲେଖା ମାଡ଼ିକିରି ସ୍ଥଳ ଭାଗ ସେ ନକ୍ଷତ୍ରଟା ପଡିବ। ପଡିଲେ ଆଉ ନଷ୍ଟ ହେଇଯିବ। ଆଚ୍ଛା, ତାପରେ ସେଥିପାଇଁ ମହାପୁରୁଷ ଲେଖିଛନ୍ତି ଯେ କି ଯୁଦ୍ଧ ସମୟରେ ପଡିବ। ହବ ସେ ମାନେ ସମୁଦ୍ରଟା ପାହାଡ ହେଇଗଲେ ତା ଜଳରାଶି ଗୁଡାକ ଉନ୍ମତ୍ତ ସାଗର ହେବ ବଳିଆର, ଖଣ୍ଡଗିରି ଦେଖି ଯିବ ପର୍ବତ ପରାୟ, ଏ ସମୁଦ୍ର ରାଜା ଲହଡ଼ି ଘେନି ଆସିବ। ଉନ୍ମତ୍ତ ସାଗର ହେବ ବଳିଆର, ଖଣ୍ଡଗିରି ଦେଖିଯିବ। ତେଣୁ ସମୁଦ୍ରଟା ପାହାଡ ହେଇଗଲେ ତା ଜଳ ଗୁଡାକ ଭୁବନେଶ୍ୱରର ଖଣ୍ଡଗିରି ପାଦଦେଶରେ ଯାଇକି ଲାଗିବ। ତେଣୁ ସମୁଦ୍ର କୂଳ ଖଣ୍ଡଗିରି ପାଦଦେଶଟା ହବ। ଏଇଟା 2027 ମସିହା ଭିତରେ ଆପଣଙ୍କର ହବ। 27 ମସିହାର 4 ମାସ ଭିତରେ, ସେ ସମୟ ଅପ୍ରିଲ ମାସ ଭିତରେ ହେଇଯିବ ଆଉ ଏଇଟା ହେଇଯିବ ନାଇଁ କି? ଆଚ୍ଛା, ତେବେ ମାନେ ଏତେ ଯୋଉ ବଡ ଘଟଣାଟି ଘଟିବ, ସେଥିପାଇଁ କୁହାଯାଉଛି ଯେ କି ମାନେ ମହାପୁରୁଷ କହିଛନ୍ତି ଯେ କି ବାରଣା ଖସିବେ ଚାରଣା ରହିବେ। ଆଜ୍ଞା, ତାମାନେ ଏଥିରେ ଲୋକ ସଂଖ୍ୟା ବି ବହୁତ କମିଯିବ। ବହୁତ ଲୋକ ମରିଯିବେ, କିନ୍ତୁ ଭକ୍ତ ମରିବେ ନାହିଁ। ଭକ୍ତଙ୍କର କିଛି ହବନି। ଭକ୍ତ ମାନଙ୍କୁ ବଳରାମ ନେଇ ପାହାଡ ଜଙ୍ଗଲେ ଯତ୍ନେ ରଖାଇ। ଯେ ବଳରାମ ଯେ ରଜା ହେବେ, ସିଏ ଭକ୍ତମାନଙ୍କୁ ଏ ପାଣି ବୁଡ଼ିବାର ପୂର୍ବରୁ 2-3 ଦିନ ପୂର୍ବରୁ ସବୁ ଡାକି ନେଇଯାଇଥିବେ। ଆଚ୍ଛା, ଭକ୍ତମାନଙ୍କୁ ବଳରାମ ନେଇ ପାହାଡ ଜଙ୍ଗଲେ ଯତନେ ରଖାଇ। ପାହାଡ ଜଙ୍ଗଲ ମାନଙ୍କରେ ତାକୁ ଯଦି ଯତ୍ନ ରଖିଦେବେ, ତେଣୁ ପାଣି ବୁଡ଼ା ସେମାନଙ୍କୁ କିଛି କରିପାରିବ ନାହିଁ। ଆଉ ତାପରେ ଆଉ ମଧ୍ୟ ଅଚ୍ୟୁତାନନ୍ଦ ଆଉ ଗୋଟେ ବଡ଼ ପ୍ରମାଣ ଲେଖିଛନ୍ତି ଯେ ମନ୍ତ୍ର ଅଭିଶପ୍ତ ହୋଇବ ଏକାଳେ, ଯନ୍ତ୍ର ଆଉ ନ କାଟିବ, ଶ୍ରୀରାମ ତାରକ ବ୍ରହ୍ମ ଏକାକ୍ଷର, ମାତ୍ର ସିନା ହିଁ ରହିବ। ତାପରେ ଯେତେବେଳେ ପାଣି ମାଡ଼ିବ, ସେତେବେଳେ ଭକ୍ତମାନେ ଯେ ରାମ ତାରକ ମନ୍ତ୍ରକୁ ଯିଏ ଜପ କରିବ, କେବଳ ତା ଦେହରେ ପାଣି ମୋଟେ ଛୁଇଁବନି। ଉନ୍ମତ୍ତ ସାଗର ଯେତେ 70 ଫୁଟ ଉଚ୍ଚ, ସମୁଦ୍ର 70 ଫୁଟ ଉଚ୍ଚ ଫୁଲୁ, କିନ୍ତୁ ମଣିଷଟା 3 ଫୁଟ 6 ଇଞ୍ଚ ଉଚ୍ଚାର ହେଇଥାଉ, କିନ୍ତୁ ତା ଦେହରେ ପାଣି ମୋଟେ ସ୍ପର୍ଶ କରିବ ନାହିଁ। ଏଇଟା ହଉଛି ମନ୍ତ୍ରର ପାୱାର। ଆଜ୍ଞା, ଶ୍ରୀରାମ ତାରକ ବ୍ରହ୍ମ ଏକାକ୍ଷର, ଖାଲି ଜପ କଲେ ହେଇଯିବ ନା ତା ପୂର୍ବରୁ ଜପ କରିବେ, ସାଧନା କରୁଥିବେ? ତାକୁ ଜପ କରୁଥିବ, ସେ ବନ୍ୟା ଜଳରେ ମରିବନି କି ହୀରାକୁଦ ଜଳ ଭାଙ୍ଗିବା ଜଳରେ ସିଏ ତ ମରିବନି। ଆଚ୍ଛା, ଭକତ ଶକତ ହୋଇ ବସିଥିବ, ବେନି ପାଶେ ଜଳ ଯିବ, ଶ୍ରୀରାମ ତାରକ ବ୍ରହ୍ମ ଏକାକ୍ଷର, ଯେହୁ ଜନ ଜାଣିଥିବ। ଭକତ ଶକତ ହୋଇ ବସିଥିବ, ତା ବେନି ପାଶେ ଜଳ ଯିବ, ଶ୍ରୀରାମ ତାରକ ବ୍ରହ୍ମ ଏକାକ୍ଷର, ଯେହୁ ଜନ ଜାଣିଥିବ। ବାବା, ଖୁବ ସୁନ୍ଦର। 16 ନାମ 32 ଅକ୍ଷର ଯେଉଁ ଘର, ଯାହାକୁ ଜନମ କଲେ ଅନାଦି ଠାକୁର, ମୋହ ଜନ୍ମ ଠାରୁ କିଛି ଦିନ ପରେ ନଦିଆରେ ଅବତାର, 3 ଗୋଟି ନାମ ଚୈତନ୍ୟ ବାଣ୍ଟିଲେ, ଗୁପ୍ତ କଲେ ଆଉ 13, ମୋତେ ଆଜ୍ଞା ଦେଲେ ଅନାଦି ଗୋସାଇଁ, ଶ୍ୟାମ ବେଦ ଭଜିବାକୁ, 13 ନାମ ଗୁପ୍ତ ରଖିଲି, ଦେବୀ ଗୁପ୍ତ ଭକତଙ୍କୁ। ଭଗବାନଙ୍କର ନାଁ ହଉଛି 16 ନାମକୁ 32ଟା ଅକ୍ଷର, କିନ୍ତୁ ଅଚ୍ୟୁତାନନ୍ଦ କହିଲେ ମୋହ ଜନ୍ମ ଠାରୁ କିଛି ଦିନ ପରେ ନଦିଆରେ ଅବତାର। ମୁଁ 1482ରେ ଜନ୍ମ ହେଇଥିଲି, ଚୈତନ୍ୟ 1986ରେ ଜନ୍ମ, 1586ରେ ଜନ୍ମ ହେଇଥିଲେ। ଚୈତନ୍ୟ
1586 ଜନ୍ମ ହୋଇଛନ୍ତି। ତାଙ୍କୁ ଯେଉଁ ଅପପ୍ରଚାର ଚାଲିଛି 1510 ମସିହାରେ ଅଚ୍ୟୁତ ଚୈତନ୍ୟ ଜନ୍ମ ହୋଇଛନ୍ତି, ଏଇଟା ଭୁଲ ଆଜ୍ଞା। ଯେଉଁ ଇତିହାସ ବହିରେ ପ୍ରମାଣ କରାହେଇଛି ଚୈତନ୍ୟ ଜଗନ୍ନାଥ ଦାସଙ୍କ ଘର ହେଉଛି ବାଲେଶ୍ୱର। ସେ ସଂସ୍କୃତ ପଢ଼ିବାକୁ ଯାଇଥିଲେ ନଦିଆ ନବଦ୍ୱୀପ, ସେଠି ସଂସ୍କୃତ ପଢ଼ିକିରି ତାଙ୍କ ଘର ବାଲେଶ୍ୱର। ଜଗନ୍ନାଥ ଦାସଙ୍କ ଘର ହେଉଛି ମିଶ୍ରଙ୍କ ଘର ହେଉଛି ବାଲେଶ୍ୱର ଓଡ଼ିଶାରେ। ସେ ଯାଇଥିଲେ ସଂସ୍କୃତ ପଢ଼ିବା ପାଇଁ ନଦିଆ ନବଦ୍ୱୀପ। ସେଠି ସଂସ୍କୃତ ପଢ଼ିକିରି ସଚୀ ଦେବୀଙ୍କି ବିବାହ କଲେ ବି ସେଇ ଦେଶରେ। ବିବାହରେ ତାଙ୍କ ଯୋଡ଼ିଏ ପୁଅ ହେଲେ ଚୈତନ୍ୟ ଏବଂ ବଳରାମ। ବଳରାମ 12 ବର୍ଷ ବୟସରୁ ତପସ୍ୟା କରିବାକୁ ପଳେଇଲେ। ଇଏ ଚୈତନ୍ୟ ସନ୍ନ୍ୟାସୀ ବ୍ରତ ଅବଲମ୍ବନ କଲେ। ସେ ଆସିକି 3ଟି ନାମ ବାଣ୍ଟିଲେ, ହରେ ରାମ କୃଷ୍ଣ। ସେ କ'ଣ ବାଣ୍ଟିଲେ? ହରେ ରାମ ହରେ କୃଷ୍ଣ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ। ମାନେ 8 ଥର ମାନେ କ'ଣ ହରେ, 4 ଥର ରାମ, 4 ଥର କୃଷ୍ଣ। ମାନେ 3ଟା ନାଁକୁ ସେ ତାକୁ 16ଟା ଥର କରି କହି 32ଟା ଅକ୍ଷର କଲେ। ସେ କହିଲେ ମୋତେ ମୋହ ଜନ୍ମଠାରୁ କିଛି ଦିନ ପରେ ନଦିଆରେ ଅବତାର, 3 ଗୋଟି ନାମ ଚୈତନ୍ୟ ବାଣ୍ଟିଲେ ଗୁପ୍ତ କଲେ ଆଉ ତେର। ସେ ହରେ ରାମ କୃଷ୍ଣ ଏ 3ଟି ନାଁକୁ ବାଣ୍ଟିଲେ, 4ଆଡ଼େ ପ୍ରଚାର କଲେ, ଆଉ 13ଟି ନାମ ସେ ଗୁପ୍ତ ରଖିଲେ। ମୋତେ ଆଜ୍ଞା ଦେଲେ ଅନାଦି ଗୋସାଇଁ ସାମବେଦ ଭଜିବାକୁ, 13 ନାମ ଗୁପ୍ତ ରଖିଲି ଦେବି ଗୁପ୍ତ ଭକତଙ୍କୁ। ଆଉ ଯେଉଁ 13ଟି ନାମ ଗୁପ୍ତ ହୋଇଯାଇଛି ମୁଁ ତାକୁ ରଖିଛି, ମୁଁ ତାକୁ ଗୁପ୍ତ ଭକ୍ତମାନଙ୍କୁ ଦେବି। ତାକୁ ଜପିଲେ ଇଏ କଳି କଳମସ ତାଙ୍କର ଦୂର ହେଇଯିବ। କଳିଯୁଗର ସବୁ ଲୀଳା ସେ ଦେଖିବେ ଏବଂ ସତ୍ୟ ଯୁଗର ମାନବ ରୂପରେ ଛିଡ଼ା ହେବେ। ସିଏ 16 ନାମ 32 ଅକ୍ଷର କେଡ଼େ ସୁନ୍ଦର ଭାବରେ ସେ ବର୍ଣ୍ଣନା କରିଛନ୍ତି। ଆପଣଙ୍କର ଶୂନ୍ୟ ସଂହିତା ତତ୍ତ୍ୱବୋଧିନୀ ଆପଣ ତ ପଢ଼ିବେ। ସେ 16 ନାମଟା ଏମିତି ଲେଖିଛନ୍ତି ଯେ ଆପଣ ତାକୁ ବାଛିକିରି ଏକାଠି କରିବା ଭାରି କଷ୍ଟ ହେବ ଯଦି ଆପଣ ସେମିତି ଗବେଷଣା ସପେକ୍ଷ ନ ହୋଇଥିବେ। କିନ୍ତୁ ତାକୁ ଏକାଠି କରିବା ଭାରି କଷ୍ଟ ହେବ। ସେ ଏମିତି ମାନେ ଠାରରେ ଲେଖିଛନ୍ତି ସେ ନାଁ ଗୁଡ଼ାକ ସବୁ 16ଟା ନାଁ ସେ ଲେଖିଛନ୍ତି, କିନ୍ତୁ ତାକୁ ଏମିତି ଅଦଳ ବଦଳ କି ଲେଖିଛନ୍ତି ଯେ ଆପଣ ଏକାଠି କରିବାକୁ ଭାରି କଷ୍ଟ ଆପଣଙ୍କୁ ହେବ। ସେ 16 ନାମ କ'ଣ ଆଜ୍ଞା? ହରେ ରାମ କୃଷ୍ଣ ଶ୍ୟାମ, ପରାରମା କାମ ଦାମ, ଦୀନ ନନ୍ଦ କନ୍ଦ ଧର୍ମ, ସାଧୁ ମଧୁ ନାମ ବ୍ରହ୍ମ। ହେଉଛି 16 ନାମ 32 ଅକ୍ଷର। ହରେ ରାମ କୃଷ୍ଣ ଶ୍ୟାମ, ପରାରମା କାମ ଦାମ, ଦୀନ ନନ୍ଦ କନ୍ଦ ଧର୍ମ, ସାଧୁ ମଧୁ ନାମ ବ୍ରହ୍ମ। ଏ ହେଉଛି 16ଟା ନାଁ 32ଟା ଅକ୍ଷର। ଇଏ କଳିଯୁଗରେ ସେ କଳିଯୁଗର ପ୍ରାରମ୍ଭରେ ଆପଣଙ୍କର ଚୈତନ୍ୟ 3ଟା ନାଁ ବାଣ୍ଟିଥିଲେ, ଲୋକ ଉଦ୍ଧାର ହେଉଥିଲେ। ସେଇଟା ସାଧାରଣ କଳି, ପ୍ରଥମ କଳି ଭାଗ ସେଇଟା। ଏଇଟା ବର୍ତ୍ତମାନ ହେଉଛି ଶେଷ କଳି। ମଝିରେ ମଧ୍ୟ କଳି, ଘୋର କଳି ଏବଂ ଶେଷ କଳି। ଏଇଟା ହେଉଛି ଘୋର କଳି ଯାଇକିରି ବର୍ତ୍ତମାନ 2025 ମସିହାରୁ ଆପଣଙ୍କର ଶେଷ କଳି ବାହାରିଲା। ଆପଣଙ୍କର ଲେଖା ହେଇନାହାନ୍ତି ଶେଷ କଳି ଲୀଳା ଭାବ, ବୁଝାଇ ତ ଆଗେ କହୁଛି ସର୍ବଲୋ, ଯାଇ ଫୁଲ କଳ୍କି ରୂପ ବହିବେ ମାଧବ। ଆପଣଙ୍କର ଯାଇ ଫୁଲ ମାଳିକା ଲେଖିଛି, ଲେଖିନି? ଶେଷ କଳି ଲୀଳା ଭାବ, ବୁଝାଇ ତ ଆଗେ କହୁଛି ସର୍ବଲୋ, ଯାଇ ଫୁଲ କଳ୍କି ରୂପ ବହିବେ ମାଧବ। କଳ୍କି ରାମ ରୂପ ସେ ଧାରଣ କରିବେ। କିନ୍ତୁ ବର୍ତ୍ତମାନ କଳ୍କି 13ଟା ଅବତାର ହେବେ। କଳ୍କି ରାମ 13 ଜଣ ଲୋକ ହେବେ। ଏଇ ଯେଉଁ ମାଧବ ବାବାଙ୍କ ଫଟୋଟା ଆପଣ ଦେଖୁଛନ୍ତି ଏଠି ମଝିରେ ଥୁଆ ହେଇଛି, ସେ କଳ୍କି ରାମ ରୂପ ହେଇଥିଲେ। ମୁଁ ସ୍ୱୟଂ ଦେଖିଛି ତାଙ୍କୁ, ମୋର ସେ ଗୁରୁ ଥିଲେ ବି। ଏ ଯେଉଁ ଶେଷ କଳି ଲୀଳା ଭାବ, ବୁଝାଇ ତ ଆଗେ କହୁଛି ସର୍ବ, କଳ୍କି ରୂପ ବହିବେ ମାଧବ। ବର୍ତ୍ତମାନ ସେ ବଞ୍ଚିଛନ୍ତି, ତାଙ୍କର ଦେହାନ୍ତ ହେଇନାହିଁ। ତାଙ୍କୁ ଗୋଟେ ସେ ଛଦ୍ମବେଶଟା ତାଙ୍କର ଦେହାନ୍ତ ହେଇଗଲା 2007 ମସିହାରେ ଲୋକେ ଜାଣିବା ପାଇଁ। କିନ୍ତୁ ସେ ପୁଣି ବର୍ତ୍ତମାନ ବି ଅଛନ୍ତି, ତାଙ୍କୁ ଲୋକେ ବି ଦେଖୁଛନ୍ତି। କାଲକାଟାରେ ଆପଣଙ୍କର ସେ ବିବେକାନନ୍ଦଙ୍କ ଆଶ୍ରମ ବା ରାମକୃଷ୍ଣ ପରମହଂସଙ୍କ ଆଶ୍ରମ ପାଖରେ ସେ ମୋର ଦେଖା ଦେଇ ସାରିଲେଣି 2 ଥର ହେବ ସେଇ ମାଧବ ବାବା। କିନ୍ତୁ କଳ୍କି ରୂପ ବହିବେ ମାଧବ ଯେଉଁ, କିନ୍ତୁ କଳିଯୁଗରେ 13ଟା ଅବତାର ହେବ ବୋଲି ଆପଣ ନିଜେ ଭଗବାନ କୃଷ୍ଣ ବି କହିଛନ୍ତି। ଏ କଳି ଯୁଗରେ 13 ଅବତାର,
ହେବି ଆଉ 3 ଅବତାର ଗୋପନେ ଖେଳିବି। ମୁଁ କଳିଯୁଗରେ 13 ଥର ଜନ୍ମ ଲାଭ କରିବି, ଥରେ ନୁହେଁ। ଆପଣଙ୍କର ଯେମିତି ଚୈତନ୍ୟ ରୂପରେ ଥରେ ଆସିଥିଲେ, ଚୈତନ୍ୟ ରୂପରେ, ତାପରେ ମନ୍ଦର ରୂପରେ ଆସିଲେ, ତାପରେ ଆପଣଙ୍କର ଇଏ ଉଦାସ ଯମୁନାସ ରୂପରେ କିଛି ରହିଲେ, ମାଧବ ରୂପରେ ମଧ୍ୟ ପ୍ରକାଶ ପାଇଲେ। ଏମିତି 13 ଅବତାର ଭିତରୁ ଆପଣଙ୍କର 12ଟା ଅବତାର ସରିକିରି ବର୍ତ୍ତମାନ 13ଦଶ ଅବତାର ଭଗବାନଙ୍କର ହେଇଛି।